ଫୋରପ୍ଲେ କରିବାରେ କିଛି ଭୁଲ କିମ୍ବା ଠିକ୍ ଉପାୟ ନଥାଏ। ଯେତେ ପର୍ଯ୍ୟନ୍ତ ଆପଣ ଦୁହେଁ ଏହାର ଆନନ୍ଦ ନେଉଛନ୍ତି, ତେବେ ଏଥିରେ କୌଣସି ଭୁଲ ନାହିଁ। ଯଦି ବିବାହ ପୂର୍ବରୁ କୌଣସି ପ୍ରେମୀ ଯୋଡ଼ି ଏକରୁ ଅନେକ ଥର ଶାରୀରିକ ସମ୍ପର୍କ ବନାଇ ନିଅନ୍ତି, ତେବେ ପୁଅଟି ତାଙ୍କୁ ବିବାହ କରିବାକୁ ମନା କରିବାର 99% ସମ୍ଭାବନା ରହିଥାଏ। ଯଦି ଆପଣଙ୍କର କୌଣସି ମହିଳାଙ୍କ ସହିତ ସମ୍ପର୍କ ଅଛି, ତେବେ ଏହାକୁ କାମନାର ପାର ହୋଇ ଏବଂ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କରନ୍ତୁ, ତେବେ ହିଁ ସେହି ସମ୍ପର୍କ ପବିତ୍ର ହୋଇପାରିବ। ଯଦି ଦୁଇଟି ଶରୀର ମଧ୍ୟରେ ସମ୍ପର୍କ ହୁଏ, ତେବେ ତାହା କାମନା ହୋଇଥାଏ। ଯଦି ଦୁଇଟି ମନ ମଧ୍ୟରେ ସମ୍ପର୍କ ହୁଏ, ତେବେ ତାହା ପ୍ରେମ ହୋଇଥାଏ ଓ ଯଦି ଦୁଇଟି ଆତ୍ମା ମଧ୍ୟରେ ସମ୍ପର୍କ ହୁଏ, ତେବେ ତାହା ସମାଧି ହୋଇଥାଏ। ଯେଉଁ ମହିଳା ଭିତରେ ଯେତେ ଅଧିକ ଶାରୀରିକ ସମ୍ପର୍କ ବନାଇବାର ଇଚ୍ଛା ରହିଥାଏ, ତେବେ ସେହି ମହିଳା ନିଜ ଶରୀରର ସୌନ୍ଦର୍ଯ୍ୟ ପ୍ରତି ସେତେ ଅଧିକ ଧ୍ୟାନ ରଖିଥାଏ। ପ୍ରେମର ମାନେ କୌଣସି ସମ୍ପର୍କ କିମ୍ବା ସଂଯୋଗ ଗଠନ କରିବା ହୋଇନଥାଏ। ପ୍ରେମର ମାନେ ହେଉଛି ପ୍ରତ୍ୟେକ କଣିକାରେ ବିସ୍ତାର ହୋଇ ପରସ୍ପରକୁ ଆନନ୍ଦିତ କରିବା। ଯେଉଁ ମହିଳା ଆପଣଙ୍କୁ ଦେଖାଇ ଶାଢ଼ୀରେ ବାରମ୍ବାର ନିଜ ସ୍ତନକୁ ଲୁଚାଇଥାଏ, ତେବେ ବୁଝିଯାଆନ୍ତୁ କି ସେହି ମହିଳା ପକ୍କା ଚାଲୁ ସ୍ୱଭାବର ହୋଇଥାଏ ଓ ଶାରୀରିକ ସମ୍ପର୍କ ବନାଇବାର ଅଧିକ ରୁଚି ରଖିଥାଏ। ପ୍ରେମ ଓ ଆନନ୍ଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ହୋଇଥାଏ। ଏହା ଭିତରୁ କୌଣସି ଗୋଟିଏକୁ ଖୋଜି ନିଅନ୍ତୁ, ଅନ୍ୟଟିକୁ ଆପେ ଆପେ ପାଇଯିବେ। ଶହ ଶହ ବର୍ଷ ଧରି ବିଶ୍ୱାସ ଯେତିକି ସମ୍ପର୍କକୁ ରକ୍ଷା କରିଛି, ମୋବାଇଲ ପାସୱାର୍ଡ ସେତିକି ସମ୍ପର୍କକୁ ରକ୍ଷା କରିପାରି ନାହିଁ। ଆଜି ପାସୱାର୍ଡ ଅଛି, କିନ୍ତୁ ପ୍ରେମ ନାହିଁ।